ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ ବାଲିଅନ୍ତା ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ପଟ୍ଟନାୟକ ମଧ୍ୟସ୍ଥ ଜରିଆରେ 10,000 ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। 2023 ମସିହାରେ ଏକ ବିଲ୍ ପାସ୍ କରିବାକୁ ଜଶୱରପୁରକୁ ରଶ୍ମି ରଞ୍ଜନ ମହାପାତ୍ର ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ 10,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ଜଣେ ବ୍ୟକ୍ତି ମଧ୍ୟସ୍ଥି କରିଥିଲେ। ଏ ନେଇ ରଶ୍ମି ରଞ୍ଜନ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ମଧ୍ୟସ୍ଥି ଜରିଆରେ 10,000 ଟଙ୍କା ଦିଆଯାଇଥିଲା। ପରେ ଭିଜିଲାନ୍ସ ଅଫିସର କନିଷ୍ଠ ଯନ୍ତ୍ରୀକୁ ନିଜ ହେଫାଜତକୁ ନେଇଥିଲେ। ଏହାସହ ସମ୍ପୃକ୍ତ ମଧ୍ୟସ୍ଥିକୁ ମଧ୍ୟ ହେଫାଜତକୁ ନେଇଛି ଭିଜିଲାନ୍ସ। ଏ ହେଉଛି ସବୁଠୁ ବଡ଼ ଖବର। ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ ବାଲିଅନ୍ତା ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ପଟ୍ଟନାୟକ ମଧ୍ୟସ୍ଥ ଜରିଆରେ 10,000 ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। 2023 ମସିହାରେ ଏକ ବିଲ୍ ପାସ୍ କରିବାକୁ ଜଶୱରପୁରକୁ ରଶ୍ମି ରଞ୍ଜନ ମହାପାତ୍ର ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ 10,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ଜଣେ ବ୍ୟକ୍ତି ମଧ୍ୟସ୍ଥି କରିଥିଲେ। ଏ ନେଇ ରଶ୍ମି ରଞ୍ଜନ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ମଧ୍ୟସ୍ଥି ଜରିଆରେ 10,000 ଟଙ୍କା ଦିଆଯାଇଥିଲା। ପରେ ଭିଜିଲାନ୍ସ ଅଫିସର କନିଷ୍ଠ ଯନ୍ତ୍ରୀକୁ ନିଜ ହେଫାଜତକୁ ନେଇଥିଲେ। ଏହାସହ ସମ୍ପୃକ୍ତ ମଧ୍ୟସ୍ଥିକୁ ମଧ୍ୟ ହେଫାଜତକୁ ନେଇଛି ଭିଜିଲାନ୍ସ। ଏ ହେଉଛି ସବୁଠୁ ବଡ଼ ଖବର। ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ ବାଲିଅନ୍ତା ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ପଟ୍ଟନାୟକ ମଧ୍ୟସ୍ଥ ଜରିଆରେ 10,000 ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। 2023 ମସିହାରେ ଏକ ବିଲ୍ ପାସ୍ କରିବାକୁ ଜଶୱରପୁରକୁ ରଶ୍ମି ରଞ୍ଜନ ମହାପାତ୍ର ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ 10,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିରେ ଜଣେ ବ୍ୟକ୍ତି ମଧ୍ୟସ୍ଥି କରିଥିଲେ। ଏ ନେଇ ରଶ୍ମି ରଞ୍ଜନ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ମଧ୍ୟସ୍ଥି ଜରିଆରେ 10,000 ଟଙ୍କା ଦିଆଯାଇଥିଲା। ପରେ ଭିଜିଲାନ୍ସ ଅଫିସର କନିଷ୍ଠ ଯନ୍ତ୍ରୀକୁ ନିଜ ହେଫାଜତକୁ ନେଇଥିଲେ। ଏହାସହ ସମ୍ପୃକ୍ତ ମଧ୍ୟସ୍ଥିକୁ ମଧ୍ୟ ହେଫାଜତକୁ ନେଇଛି ଭିଜିଲାନ୍ସ। ଏ ହେଉଛି ସବୁଠୁ ବଡ଼ ଖବର। ଭୁବନେଶ୍ୱରରୁ ସନ୍ତୋଷ ଚିହ୍ନାଙ୍କ ରିପୋର୍ଟ, ସତର୍କ ନ୍ୟୁଜ୍ ଲାଇଭ୍।